ଜଗନ୍ନାଥ ସାମନେ ବସିଲୁ ନ୍ୟୁ ବ୍ଲଗ୍ରେ। ତ ଆଜି 100 ଦିନ ଚ୍ୟାଲେଞ୍ଜର ଆଜି ହେଉଛି ଡେ 8। ତ ଡେ 8ରେ ଆପଣମାନଙ୍କୁ ଶୁଭ ସକାଳ। ତ ଆଜି ଶୁଭ ସକାଳରେ ମୁଁ ଆପଣଙ୍କୁ କିଛି ଅନୁଭୂତି ଦେଖେଇବି। ତ ଏବେ ଆପଣମାନେ ଦେଖିପାରୁଥିବେ ଯେ ମୁଁ ଘରେ ଅଛି, ଏବେ ଗ୍ରିଲ୍ ମେଲା ଅଛି। ଘରେ କେହି ନାହାନ୍ତି ନା, ସେଥିପାଇଁ ଘରେ ମୁଁ ଏକା ଅଛି। ମା ଶୋଇଛି ଆଉ ଘରେ କେହି ନାହାନ୍ତି। ତ ଆଜିର ପ୍ଲାନ୍ କ'ଣ ଅଛି, ତ ଏବେ ଚାଲନ୍ତୁ। ତ ଏବେ ସାଙ୍ଗମାନେ ଦେଖିପାରୁଥିବେ କି ଇଏ ହେଉଛି ଆମ୍ବ, ଯାହା ଆମ ଏ ସାଇଡ଼୍ ଆମ ଗଛକୁ ପାରିକି ଅଣା ହେଇଛି। ଏ ଆମ୍ବକୁ ଅଲରେଡ଼ି ମୁଁ 6-7ଟା ଖାଇସାରିଲିଣି। ଏବେ ଆକୁ ଚଟଣି କରାହେବ, ଚଟଣି କରିକି ଆକୁ ଖାଆହେବ। ତ ଆପଣମାନେ ଦେଖିପାରୁଥିବେ ସେ ଯେଉଁ ଆମ୍ବ ଗଛ ଅଛି, ଏ ଆମ୍ବ ଗଛରୁ ଏ ଆମ୍ବ ପରା ହେଇଛି। ଦେଖୁଛନ୍ତି ଭଣଜା ଖେଚଡ଼ ହେଉଛି। ଏଇଗୁଟେ ମୋ ଝିଆରୀ ହେଇ ଗୋଟେ ଦେଖନ୍ତୁ, ସେଇଟା ଗୋଟେ ଖେଚଡ଼ ହେଉଛି। ଛୁରୀରେ ଦେଖନ୍ତୁ ଆମ୍ବ କାଟିକି ହାତ କଟି ଯାଇଛି, ପୋଛି ହେଉଛି ବ୍ଲଡ଼। ତ ଏବେ ଦେଖୁଛି ଏତିକି ଆମ୍ବ ପରା ହେଇଛି, ଏତିକି ଆମ୍ବ ପରା ହେଇଛି। ତାକୁ ଚଟଣି କରାହେବ, ଚଟଣି କରିକି ଖାଆହେବ। ତ ଏବେ ଆପଣମାନେ ଦେଖିପାରୁଥିବେ ପ୍ରାୟ 1+ ହେଇଗଲାଣି। ଏବେ ଗାଧେଇକି ଖାଇକି ଶୋଇବା। ତ ଏବେ ଚାଲନ୍ତୁ ଯିବା ଗାଧେଇବା। ତ ଦର୍ଶକ ବନ୍ଧୁ, ଏବେ ଆମ ବଗିଚା ପାଖକୁ ପଳେଇ ଆସିଲି। ଏଇ ଆମର ଶାଗୁଆନ ଫିଲ୍ଡ। ତ ଆପଣମାନେ ଦେଖିପାରୁଥିବେ ଆମ ଶାଗୁଆନ ଫିଲ୍ଡ ବେଶୀ ବଡ଼ ବଡ଼ ଗଛ ହେଇନି, ପୁରା ଛୋଟିଆ ଛୋଟିଆ ଗଛ ହେଇଛି। ତ ଏଇ ଯେଉଁ ରାଞ୍ଜ ଦେଖୁଛନ୍ତି, ଇଏ ହୋଇଥିଲା ନେକ୍ସଟ ସିଜିନ୍ର ସାପୁଆ ହେଇଥିଲା। ତାକୁ ସାଇଜ୍ରେ ରଖା ହେଇଛି, ଆକୁ ରୋଷେଇ କାର୍ଯ୍ୟରେ ଲଗା ହେବ। ତ ଆହୁରି ଆସନ୍ତୁ ତଳକୁ ଯିବା, ମୁଁ ବାଦାମ ପଦା ଦେଖିବା। ତ ଆପଣମାନେ ଦେଖିପାରୁଥିବେ ଦର୍ଶକ ବନ୍ଧୁ, ଇଏ ହେଉଛି ଆମ ବାଦାମ ପଦା। ତ ବାଦାମ ଇଏ ଆମର ଟୋଟାଲ୍ ପଦା ହେଉଛି, ପଦାରୁ ଅଧାରୁ ଅଧିକ କରାହେଇଛି, ଆଉ ଅଧା କରାହେଇନି। ତ ଆଜି ବର୍ଷା ଯୋଗୁଁ ପାଣି ଦେବା କଥା, କିନ୍ତୁ ଆଜି ବର୍ଷା ହେଇଛି ବୋଲି ପାଣି ଦିଆହେଇନି। ତ ଆହୁରି ମଧ୍ୟ ହେଉଛି ଦେଖନ୍ତୁ, ଏଠି ବି ଆମର ପିଆଜ ହେଇଛି, ପିଆଜ ପରେ ସାଇଡ଼୍ରେ ବାଦାମ ଖଣ୍ଡେ କରାହେଇଛି। ତାପରେ ଆହୁରି କଲରା ମଧ୍ୟ କରାହେଇଛି। ଚାଲନ୍ତୁ ଆସନ୍ତୁ ପିଆଜ ମଝିରେ ଆହୁରି କ'ଣ ଲଗାହେଇଛି ତାହା ଦେଖିବା। ତ ଦର୍ଶକ ବନ୍ଧୁ, ପିଆଜ ସରିବା ପୂର୍ବରୁ ଆମର ଜହ୍ନି ଗଛ ଲଗା ହେଇଛି। ତ ପିଆଜ ସରିଲା ପରେ ଏହାକୁ ସାଇଜ୍ ସୁନ୍ଦର କରିକି ଜହ୍ନି ରାଞ୍ଜ ମାରିଲା ପରେ ପୁଣି ଜହ୍ନି ବାହାରିବ। ତ ସେଠି ମଧ୍ୟ ଆମର ଗୋଟେ କୂଅ ଅଛି, ଏଇ କୂଅ ଦ୍ୱାରା ଆମର ବଗିଚା ପାଣି ସୁବିଧା ସବୁ ଭଲ ହେଇପାରୁଛି। ତ ଆଜିର ଏ ଭିଡ଼ିଓଟି କେମିତି କ'ଣ ଲାଗିଲା ଜଣାଇବେ। କେମିତି ଭଲ ଲାଗିଲା ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ।